ହ୍ୟାଲୋ ଫ୍ରେଣ୍ଡସ୍, ଆଜି ଆପଣମାନେ ସିନ୍ଦୁର ଖେଳ ଦେଖିବାକୁ ଏକ ବହୁତ ବଢ଼ିଆ ଏପିସୋଡ୍ ତ ସ୍କିପ୍ ନ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଯଦି ଆପଣମାନେ ଆମ ଚ୍ୟାନେଲରେ ବର୍ତ୍ତମାନ ନୂଆ ଅଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦିଅନ୍ତୁ ଯାହାଦ୍ୱାରା କି ଆମେ ଯେତେବେଳେ ଭିଡ଼ିଓ ଅପଲୋଡ଼ କରିବୁ ତା ନୋଟିଫିକେସନ୍ ଆପଣମାନଙ୍କ ପାଖରେ ପହଞ୍ଚିଯିବ। ଆଉ ସିନ୍ଦୁର ଖେଳ ସିରିଏଲର କେଉଁ କ୍ୟାରେକ୍ଟର ଆପଣମାନଙ୍କୁ ବେଶୀ ଭଲ ଲାଗୁଛି ସେଇଟା ମଧ୍ୟ କମେଣ୍ଟ ମାଧ୍ୟମରେ ଜଣାଇପାରିବେ ଯାହାଦ୍ୱାରା କି ଆମେ ଆପଣଙ୍କ ନାଁ ଟିକେ କାଲି ଡିକ୍ଲେୟାର କରିବୁ। ତ ଆଜି ଆପଣମାନେ ଦେଖିବାକୁ ପାଇବେ କି ମଲ୍ଲିକା ବହୁତ ବ୍ୟସ୍ତ ହୋଇକି ଖୋଜୁଛନ୍ତି ତାଙ୍କର କାର୍ ଭିତରେ ଥିବା ସେଇ ମାଟି କଳସକୁ ଯୋଉଟାକୁ ସେ ପାଇନାହାନ୍ତି। ସେତେବେଳେ ସେ ପଚାରୁଛନ୍ତି ମେକାନିକକୁ ଏଇଥିରେ ମୋ ମାଟି କଳସ ଥିଲା, ଏଥିରେ ଗୋଟେ ଜିନିଷ ଥିଲା, ତୁ କୁଆଡେ ଗଲା, କିଏ ନେଲା, ତୁ କୁଆଡେ ରଖିଛୁ କହ। ତ ସେତେବେଳେ ଅଣଶାସୀ କହିଛନ୍ତି, ଆରେ କଣ ହେଲା, କଣ ରଖିଛ, ଏଇଟା ତ ଗୋଟେ ପୁରୁଣା ଗାଡି ଥିଲା ଯୋଉଟା କି ବହୁତ ଦିନରୁ ଖରାପ ହେଇକି ପଡିଥିଲା, ତମେ ତା ଦେହରେ ଏମିତି କୋଉ ଇମ୍ପୋର୍ଟାଣ୍ଟ ଜିନିଷ ରଖିଥିଲ ଯେ ଆସିକି ମେକାନିକ ପଚାରୁଛ। ତ ମେକାନିକ କହୁଛନ୍ତି, ନାଇଁ ସାର୍ ମୁଁ କିଛି ବି ଆଦେହରୁ କାଢିନି, କେବଳ ଗାଡି ଠିକ କରିଛି। ତ ସେତେବେଳେ ମଲ୍ଲିକା ତାଙ୍କୁ କିଛି କହିପାରୁନାହାନ୍ତି, ସାଇଲେଣ୍ଟ ହେଇଯାଇଛନ୍ତି, କଣ କହିବେ ବୁଝିପାରୁନାହାନ୍ତି, କାହିଁକି ନା ମାଟି କଳସ ତାଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ଥିଲା। ଏପଟେ ରଶ୍ମି ଯାଇଥିବେ ଯେତେବେଳେ ମାର୍କେଟିଂ କରିବା ପାଇଁ, ମାର୍କେଟିଂ ସାରିଲା ପରେ ସେତେବେଳେ ତାଙ୍କର ଖାଲି ପୁରୁଣା କଥା ମନେ ପଡୁଛି, ଚମକ ବିଷୟରେ ସେ ଜାଣିବା ପାଇଁ ଚାହୁଁଛନ୍ତି ଚମକ କିଏ ସେ। ତ ସେତେବେଳେ ସେ କୋଉଠି କୋଳି ଆଚାର ଖାଉଥିଲେ, କୋଉଠି ଗୁପଚୁପ ଖାଉଥିଲେ, ସବୁ ଜିନିଷ ତାଙ୍କର ମନେ ପଡିଯାଉଛି, ସେ ସେଇଠି ଖାଉଛନ୍ତି କିନ୍ତୁ ବୁଝିପାରୁନାହାନ୍ତି ଯେ ତ ମୁଁ ଏଇ ରାସ୍ତାରେ ତ ନୂଆ ଆସିଛି, କିନ୍ତୁ କେମିତି ମତେ ଏଇ ରାସ୍ତା ନୂଆ ନୂଆ ନ ଲାଗି ପୁରୁଣା ଲାଗୁଛି, ଚିହ୍ନା ଲାଗୁଛି ବୋଲି ବୁଝିପାରୁନାହାନ୍ତି। ସେଇ ସମୟରେ ଚମକର ସାଙ୍ଗ ଆସି ପଚାରୁଛନ୍ତି, ତମେ କଣ ଚମକକୁ ଚିହ୍ନିଛ? ସେ ହଁ ମତେ ନା, ଚମକ ତ ଏବେ ଆଉ ଏ ଦୁନିଆରେ ନାହିଁ। ଏକଥା ଶୁଣିକି ରଶ୍ମି ପୁରା ସକ୍ ହେଇଛନ୍ତି। ଏପଟେ ଆଦ୍ୟା ମଧ୍ୟ ପିଛା ଛାଡିବାର ପ୍ରସ୍ତୁତ କରୁନାହାନ୍ତି ରଶ୍ମିଙ୍କର। ଆଦ୍ୟାଙ୍କୁ ରଶ୍ମି କହୁଛନ୍ତି, ଆରେ ତମେ କଣ ପାଇଁ ମୋ ପଛରେ ପଡିଛ, କଣ ପାଇଁ କେମିତି ହଉଛ, ତମେ କଣ ଚାହୁଁଛ? ନା ମୁଁ ଚାହୁଁଛି ତୋଠୁ ଏ ତୋ ଶରୀର ନା, ତାହେଲେ ତୁ କଣ ଚାହୁଁଛୁ, ତୁ ମୋ ଶରୀର ନେଇଗଲେ ମୁଁ ତୋ ଭଳିଆ ଆତ୍ମା ହେଇକି ବୁଲିବି? ନା ଆତ୍ମା ହେଇକି ନୁହଁ, ଏଇ ଶରୀର ହଉଛି ମୋର, ଏଇଟା ତୋର ନୁହେଁ। ଯୋଉଦିନ ମୋର ଛାତରୁ ପଡିକି ମୁଣ୍ଡ ଫାଟି ଯାଇଥିଲା, ମୋର ମୃତ୍ୟୁ ହେଇଥିଲା, ସେଇଦିନ ତୋର ମଧ୍ୟ ଗୋଟେ ଗାଡି ଆକ୍ସିଡେଣ୍ଟରେ ମୃତ୍ୟୁ ହେଇଥିଲା। କିନ୍ତୁ ମୋର ଶରୀରରେ ମୋ ନିଶ୍ୱାସ ପ୍ରଶ୍ୱାସ ଚାଲିବା ପୂର୍ବରୁ ତୁ ଆସିକି ତୋର ଆତ୍ମାକୁ ମୋ ଶରୀର ଭିତରେ ପୁରେଇଥିଲୁ, ଯୋଉଥିପାଇଁ କି ରାଜବୀର ତତେ ରୋଶନୀ ନାଁରେ ପରିଚୟ କରିଦେଲା, କିନ୍ତୁ ତୁ ହଲୁ ଚମକ, ତୁ ରୋଶନୀ ନୁହଁ, ଆଉ ତୁ ଅଲରେଡି ମରିସାରିଛୁ। ତ ସେତେବେଳେ ସେ କହୁଛନ୍ତି, ତୁ ଏତେ ବଡ ମିଛ କଥା ମତେ କହନା, କାହିଁକି ନା ମୁଁ ମୋ ଶରୀର କେବେ ବି ଛାଡ଼ିବିନି, ଏଇଟା ତୋ ଶରୀର ନୁହେଁ, ଏଇଟା ମୋ ଶରୀର। ଆଉ ଯଦି ତୁ ମତେ ମୋ ଶରୀର ନ ଦଉଛୁ ତାହେଲେ ମୁଁ ବହୁତ ହଇରାଣ ହେଇଯିବି। ନା କଣ ତୁ ଚାହୁଁଛୁ? ନା ମଲ୍ଲିକା ମୋ ଛୁଆ ଦି ଜଣଙ୍କୁ ମାରିଦବ, ମୋ ଛୁଆ ଦି ଜଣଙ୍କୁ ବହୁତ ହଇରାଣ କରିବ, ସେଥିଲାଗି ମୁଁ ଚାହୁଁଛି ତୋଠୁ ମୋ ଶରୀର ନେବା ପାଇଁ କି। ତ ରଶ୍ମି ପୁରା ଆଶ୍ଚର୍ଯ୍ୟ ହେଇକି ଅଛନ୍ତି, କଣ କରିବେ ବୁଝିପାରନ୍ତି, କାହିଁକି ନା ସେ ବର୍ତ୍ତମାନ ପର୍ଯ୍ୟନ୍ତ କନଫ୍ୟୁଜରେ ଅଛନ୍ତି ଯେ ମୁଁ ରଶ୍ମି ନା ମୁଁ ଚମକ ନା ମୁଁ ଆଦ୍ୟା। ତେଣୁ ତାଙ୍କ କନଫ୍ୟୁଜନକୁ ଦୂର କରିବା ପାଇଁ ହେଲେ ଆମେ ଅପେକ୍ଷା କରିବାକୁ ପଡ଼ିବ ନେକ୍ସଟ ଏପିସୋଡକୁ। ଆଉ ନେକ୍ସଟ ଏପିସୋଡ କଣ ହଉଛି ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ୱେଟ୍ କରନ୍ତୁ, ଆଉ ଜଲ୍ଦି ଜଲ୍ଦି ସବସ୍କ୍ରାଇବ କରିଦିଅନ୍ତୁ। ଆମେ ଯେତେବେଳେ ଭିଡ଼ିଓ ଅପଲୋଡ଼ କରିବୁ ତା ନୋଟିଫିକେସନ ଆପଣଙ୍କ ପାଖକୁ ପହଞ୍ଚିବ। ଏଇ ଏପିସୋଡ କେମିତି ଲାଗିଲା ନିଶ୍ଚିତ ଭାବରେ କମେଣ୍ଟ କରି କହିବେ। ରହିଲି, ବାଏ ବାଏ।